ଅନୁଭବ ମହାନ୍ତି ଫିଲ୍ମ ଦିନକୁ ଆସିବା ସମୟରେ କିଛି ଏଇଭଳି ଦେଖାଉଥିଲେ। ବର୍ତ୍ତମାନ ସେ ଏଇଭଳି କିଛି ଦେଖାଉଛନ୍ତି। ତାଙ୍କୁ ବର୍ତ୍ତମାନ 42 ବର୍ଷ ହୋଇଛି। ଶ୍ରୀତମ ଦାସ ଫିଲ୍ମ ଦିନକୁ ଆସିବା ସମୟରେ କିଛି ଏଇଭଳି ଭାବେ ଦେଖାଉଥିଲେ। ବର୍ତ୍ତମାନ ସେ କିଛି ଏଇଭଳି ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କୁ 55 ବର୍ଷ ହୋଇଛି। ଅଭିନେତା ଅରିନ୍ଦମ ଫିଲ୍ମ ଦିନକୁ ଆସିବା ସମୟରେ କିଛି ଏଇଭଳି ଭାବେ ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଭଳି ଦେଖାଉଛନ୍ତି। ବର୍ତ୍ତମାନ ଅରିନ୍ଦମକୁ 40 ବର୍ଷ ହୋଇଛି। ଅଭିନେତା ସବ୍ୟସାଚୀ ମିଶ୍ର ଆଲବମ୍ ଏବଂ ଫିଲ୍ମ ଦିନକୁ ଆସିବା ସମୟରେ ଏମିତି କିଛି ଦେଖାଉଥିଲେ ଏବଂ ବର୍ତ୍ତମାନ ସେ କିଛି ଏମିତି ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କୁ 38 ବର୍ଷ ହୋଇଛି। ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଫିଲ୍ମ ଦିନକୁ ଆସିବା ସମୟରେ ଏମିତି କିଛି ଦେଖାଉଥିଲେ। ବର୍ତ୍ତମାନ ସେ କିଛି ଏଇଭଳି ଭାବେ ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କୁ 34 ବର୍ଷ ହୋଇଛି। ଅଭିନେତ୍ରୀ ରିୟା ଦେ ଫିଲ୍ମ ଦିନକୁ ଆସିବା ସମୟରେ କିଛି ଏଇଭଳି ଦେଖାଉଥିଲେ ଏବଂ ବର୍ତ୍ତମାନ କିଛି ଏଇଭଳି ଭାବେ ଦେଖାଉଛନ୍ତି। ଅଭିନେତ୍ରୀ ପ୍ରିୟା ଚୌଧୁରୀ ଫିଲ୍ମ ଦିନକୁ ଆସିବା ସମୟରେ କିଛି ଏଭଳି ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଭଳି ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କୁ 33 ବର୍ଷ ହୋଇଛି। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଫିଲ୍ମ ଦିନକୁ ଆସିବା ସମୟରେ ସେ କିଛି ଏଭଳି ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଇଭଳି ଭାବେ ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କୁ 39 ବର୍ଷ ହୋଇଛି। ଅଭିନେତା ବୁଦ୍ଧାନ୍ତ ମହାନ୍ତି ଫିଲ୍ମ ଦିନକୁ ଆସିବା ସମୟରେ ଏବଂ ହିନ୍ଦୀ ସିରିଏଲ୍ କରୁଥିବା ସମୟରେ ସେ କିଛି ଏଇଭଳି ଭାବେ ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଇଭଳି ଭାବେ ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କୁ ବୟସ 42 ବର୍ଷ ହୋଇଛି। ଅଭିନେତା ବାବୁସାନ ମହାନ୍ତି ଫିଲ୍ମ ଦିନକୁ ଆସିବା ସମୟରେ କିଛି ଏଇଭଳି ଭାବେ ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଭଳି ଭାବେ ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କୁ 35 ବର୍ଷ ହୋଇଛି। ଅଭିନେତା ସିଦ୍ଧାର୍ଥ ମହାପାତ୍ର ଫିଲ୍ମ ଦିନକୁ ଆସିବା ସମୟରେ କିଛି ଏଇଭଳି ଭାବେ ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଇଭଳି ଭାବେ ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କୁ 58 ବର୍ଷ ହୋଇଛି। ଅଭିନେତ୍ରୀ ରଚନା ବାନାର୍ଜୀ ଫିଲ୍ମ ଦିନକୁ ଆସିବା ସମୟରେ ସେ କିଛି ଏଇଭଳି ଭାବେ ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଇଭଳି ଭାବେ ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କୁ 54 ବର୍ଷ ହୋଇଛି। ଅଭିନେତ୍ରୀ ଅନୁ ଚୌଧୁରୀ ଫିଲ୍ମ ଦିନକୁ ଆସିବା ସମୟରେ ସେ କିଛି ଏଇଭଳି ଭାବେ ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଇଭଳି ଭାବେ ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କ ବୟସ 49 ବର୍ଷ ହୋଇଛି। ଅଭିନେତ୍ରୀ ଉଷାସି ମିଶ୍ର ଫିଲ୍ମ ଦିନକୁ ଆସିବା ସମୟରେ ସେ କିଛି ଏଇଭଳି ଭାବେ ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଇଭଳି ଭାବେ ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କୁ 53 ବର୍ଷ ହୋଇଛି। ଅଭିନେତ୍ରୀ ମାମା ମିଶ୍ର ଫିଲ୍ମ ଦିନକୁ ଆସିବା ସମୟରେ ସେ କିଛି ଏଇଭଳି ଭାବେ ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଇଭଳି ଭାବେ ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କୁ 52 ବର୍ଷ ହୋଇଛି। ଅଭିନେତ୍ରୀ ଜ୍ୟୋତି ମିଶ୍ର ଫିଲ୍ମ ଦିନକୁ ଆସିବା ସମୟରେ ସେ କିଛି ଏଇଭଳି ଭାବେ ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଇଭଳି ଭାବେ ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କୁ 53 ବର୍ଷ ହୋଇଛି। ଅଭିନେତା ଉତ୍ତମ ମହାନ୍ତି ଫିଲ୍ମ ଦିନକୁ ଆସିବା ସମୟରେ ସେ କିଛି ଏଇଭଳି ଭାବେ ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଇଭଳି ଭାବେ ଦେଖାଉଛନ୍ତି। ତାଙ୍କ ବୟସ 66 ବର୍ଷ ଅଛି। ଅଭିନେତ୍ରୀ ଅପରାଜିତା ମହାନ୍ତି ଫିଲ୍ମ ଦିନକୁ ଆସିବା ସମୟରେ ସେ କିଛି ଏଇଭଳି ଭାବେ ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଇଭଳି ଭାବେ ଦେଖାଉଛନ୍ତି। ତାଙ୍କ ବୟସ 60 ବର୍ଷ ହୋଇଛି। ଅଭିନେତ୍ରୀ ମହେଶ୍ଵରୀ ରାୟ ଫିଲ୍ମ ଦିନକୁ ଆସିବା ସମୟରେ ସେ କିଛି ଏଇଭଳି ଭାବେ ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଇଭଳି ଭାବେ ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କ ବୟସ 67 ବର୍ଷ ହୋଇଛି। ଅଭିନେତ୍ରୀ ତନ୍ଦ୍ରା ରାୟ ଫିଲ୍ମ ଦିନକୁ ଆସିବା ସମୟରେ ସେ କିଛି ଏଇଭଳି ଭାବେ ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଇଭଳି ଭାବେ ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କ ବୟସ 64 ବର୍ଷ ହୋଇଛି। ଅଭିନେତ୍ରୀ ଜୟା ସାମୀ ଫିଲ୍ମ ଦିନକୁ ଆସିବା ସମୟରେ ସେ କିଛି ଏଇଭଳି ଭାବେ ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଇଭଳି ଭାବେ ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କ ବୟସ 62 ବର୍ଷ ହୋଇଛି। ଅଭିନେତା ପ୍ରଶାନ୍ତ ନନ୍ଦ ଫିଲ୍ମ ଦିନକୁ ଆସିବା ସମୟରେ ସେ କିଛି ଏଇଭଳି ଭାବେ ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଇଭଳି ଭାବେ ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କ ବୟସ 77 ବର୍ଷ ହୋଇଛି। ଅଭିନେତା ଶ୍ରୀରାମ ପଣ୍ଡା ଫିଲ୍ମ ଦିନକୁ ଆସିବା ସମୟରେ ସେ କିଛି ଏଇଭଳି ଭାବେ ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ କିଛି ଏଇଭଳି ଭାବେ ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କ ବୟସ 72 ବର୍ଷ ହୋଇଛି। ଅଭିନେତ୍ରୀ ତ୍ରିପୁରା ମିଶ୍ର ଫିଲ୍ମ ଦିନକୁ ଆସିବା ସମୟରେ ସେ କିଛି ଏଇଭଳି ଭାବେ ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଇଭଳି ଭାବେ ଦେଖାଉଛନ୍ତି। ତାଙ୍କ ବୟସ 69 ବର୍ଷ ହୋଇଛି। ଅଭିନେତ୍ରୀ ବନଜା ମହାନ୍ତି ଫିଲ୍ମ ଦିନକୁ ଆସିବା ସମୟରେ ସେ କିଛି ଏଇଭଳି ଭାବେ ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଇଭଳି ଭାବେ ଦେଖାଉଛନ୍ତି। ତାଙ୍କ ବୟସ 69 ବର୍ଷ ହୋଇଛି। ଅଭିନେତା ସୁରଜ କୁମାର ଫିଲ୍ମ ଦିନକୁ ଆସିବା ସମୟରେ ସେ କିଛି ଏଇଭଳି ଭାବେ ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଇଭଳି ଭାବେ ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କ ବୟସ 69 ବର୍ଷ ହୋଇଛି। ଅଭିନେତା ଅନୁପ ଶାହା ଫିଲ୍ମ ଦିନକୁ ଆସିବା ସମୟରେ ସେ କିଛି ଏଇଭଳି ଭାବେ ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଇଭଳି ଭାବେ ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କ ବୟସ 69 ବର୍ଷ ହୋଇଛି। ଅଭିନେତ୍ରୀ ବୈଶାଳୀ ଫିଲ୍ମ ଦିନକୁ ଆସିବା ସମୟରେ ସେ କିଛି ଏଇଭଳି ଭାବେ ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଇଭଳି ଭାବେ ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କ ବୟସ 60 ବର୍ଷ ହୋଇଛି। ଅଭିନେତା ପୃଥ୍ୱୀରାଜ ଫିଲ୍ମ ଦିନକୁ ଆସିବା ସମୟରେ ସେ କିଛି ଏଇଭଳି ଭାବେ ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଇଭଳି ଭାବେ ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କ ବୟସ 65 ବର୍ଷ ହୋଇଛି। ଅଭିନେତ୍ରୀ ସ୍ମିତା ମହାନ୍ତି ଫିଲ୍ମ ଦିନକୁ ଆସିବା ସମୟରେ ସେ କିଛି ଏଇଭଳି ଭାବେ ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଇଭଳି ଭାବେ ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କ ବୟସ 53 ବର୍ଷ ହୋଇଛି। ଅଭିନେତ୍ରୀ ଆମିଲି ପଣ୍ଡା ଆଲବମ୍ ଦିନକୁ ଆସିବା ସମୟରେ ସେ କିଛି ଏଇଭଳି ଭାବେ ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଇଭଳି ଭାବେ ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କ ବୟସ 42 ବର୍ଷ ହୋଇଛି। ଅଭିନେତ୍ରୀ ନୈନା ଦାସ
ଫିଲ୍ମ ଜଣକ ଆସିବା ସମୟରେ ସେ କିଛି ଏଇଭଳି ଦେଖାଉଥିଲେ, ବର୍ତ୍ତମାନ ସେ କିଛି ଏଇଭଳି ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କ ବୟସ 44 ବର୍ଷ ହୋଇଛି। ଅଭିନେତା ମୁନ୍ନା ଖାନ୍ ଫିଲ୍ମ ଜଣକ ଆସିବା ସମୟରେ ସେ କିଛି ଏଇଭଳି ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଇଭଳି ଦେଖାଉଛନ୍ତି। ବର୍ତ୍ତମାନ ବୟସ ତାଙ୍କ 58 ବର୍ଷ ହୋଇଛି। ଅଭିନେତ୍ରୀ ଦୀପା ସାହୁ ଫିଲ୍ମ ଜଣକ ଆସିବା ସମୟରେ ସେ କିଛି ଏମିତି ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଇଭଳି ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କ ବୟସ 63 ବର୍ଷ। ଅଭିନେତ୍ରୀ ପ୍ରିୟଙ୍କା ମହାପାତ୍ର ଫିଲ୍ମ ଜଗତକୁ ଆସିବା ସମୟରେ ସେ କିଛି ଏମିତି ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ ଏଭଳି ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କ ବୟସ 58 ବର୍ଷ। ଅଭିନେତା ସୁରେଶ ମିଶ୍ର ଫିଲ୍ମ ଜଗତକୁ ଆସିବା ସମୟରେ ସେ କିଛି ଏମିତି ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଭିନ୍ନ ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କ ବୟସ 68 ବର୍ଷ। ଚଳଚ୍ଚିତ୍ର ତଅପୋଇର ମୁଖ୍ୟ ଅଭିନେତ୍ରୀ କିରଣ ପ୍ରଭା ଫିଲ୍ମ ଜଗତକୁ ଆସିବା ସମୟରେ ସେ କିଛି ଏମିତି ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଭଳି ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କ ବୟସ 62 ବର୍ଷ। ଅଭିନେତା ସାତ୍ୱିକ ମିଶ୍ର ଫିଲ୍ମ ଜଗତକୁ ଆସିବା ସମୟରେ ସେ କିଛି ଏଭଳି ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଭଳି ଦେଖାଉଛନ୍ତି। ଅଭିନେତା ପପୁ ପମ୍ପମ୍ କିଛି ବର୍ଷ ପୂର୍ବରୁ ସେ କିଭଳି ଦେଖାଉଥିଲେ ଏବଂ ବର୍ତ୍ତମାନ ସମ୍ପୂର୍ଣ୍ଣ ବଦଳାଇଛନ୍ତି। ଅଭିନେତା ବବି ମିଶ୍ର ଆଲବମ୍ ଜଣକ ଆସିବା ସମୟରେ ସେ କିଛି ଏଭଳି ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଭଳି ଦେଖାଉଛନ୍ତି। ଅଭିନେତା ଜୟରାମ ସାମଲ ଫିଲ୍ମ ଜଣକ ଆସିବା ସମୟରେ ସେ କିଛି ଏଭଳି ଦେଖାଉଥିଲେ ଏବଂ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ବଦଳାଇଛନ୍ତି। ବର୍ତ୍ତମାନ ତାଙ୍କୁ 71 ବର୍ଷ ହେବ। ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା ଫିଲ୍ମ ଜଣକ ଆସିବା ସମୟରେ ସେ କିଛି ଏଭଳି ଦେଖାଉଥିଲେ ଏବଂ ବର୍ତ୍ତମାନ ସମ୍ପୂର୍ଣ୍ଣ ବଦଳାଇଛନ୍ତି। ଅଭିନେତ୍ରୀ ନମ୍ରତା ଦାସ ଫିଲ୍ମ ଜଣକ ଆସିବା ସମୟରେ ସେ କିଛି ଏଭଳି ଦେଖାଉଥିଲେ ଏବଂ ବର୍ତ୍ତମାନ ସେ କିଛି ଏଭଳି ଦେଖାଉଛନ୍ତି। ଏବେ କିନ୍ତୁ ଅଭିନେତା ସୁରେଶ ବଳ ପୂର୍ବରୁ ସେ କିଭଳି ଦେଖାଉଥିଲେ ଏବଂ ବର୍ତ୍ତମାନ ସେ କିଭଳି ଦେଖାଉଛନ୍ତି। ଅଭିନେତା ମିହିର ଦାସ ତ ଏ ଦୁନିଆରେ ନାହାନ୍ତି ବର୍ତ୍ତମାନ, କିନ୍ତୁ ସେ ଫିଲ୍ମ ଜଣକ ଆସିବା ସମୟରେ ସେ କିଛି ଏଭଳି ଦେଖାଉଥିଲେ ଏବଂ ମୃତ୍ୟୁ ସମୟରେ ସେ କିଛି ଏଭଳି ହେଇଯାଇଥିଲେ। ଦର୍ଶକ ବନ୍ଧୁ, ଏବେ ମୁଁ ବାକି କଳାକାରମାନଙ୍କ ବିଷୟରେ ଏଇ ଭିଡ଼ିଓ ଦେଖାଉଛି ଯେଉଁମାନେ ବର୍ତ୍ତମାନ ଏ ଦୁନିଆ ନାହାନ୍ତି, କିନ୍ତୁ ଫିଲ୍ମ ଜଣକ ଆସିବା ସମୟରେ ସେ କିଛି ଭିନ୍ନ ଦେଖାଉଥିଲେ ଏବଂ ମୃତ୍ୟୁର କିଛି ବର୍ଷ ପୂର୍ବରୁ ସେ ସମ୍ପୂର୍ଣ୍ଣ ବଦଳାଇଥିଲେ, ଯାହା ଏ ଭିଡ଼ିଓରେ ଆପଣ ଦେଖିପାରିବେ। ଦର୍ଶକ ବନ୍ଧୁ, ମୃତ୍ୟୁବରଣ କରିଥିବା ସମସ୍ତ କଳାକାରଙ୍କ ଉପରେ ଗୋଟିଏ ଭିଡ଼ିଓ କରିସାରିଛି, ଯେଉଁଥିରେ ମୁଁ କହିଛି ଏହି କଳାକାରମାନଙ୍କ ମୃତ୍ୟୁ କିଭଳି ହୋଇଥିଲା, କେଉଁ କାରଣ ପାଇଁ ହୋଇଥିଲା ଏବଂ କେଉଁ ବୟସରେ ହୋଇଥିଲା। ସେଇ ଭିଡ଼ିଓଟି ଯଦି ଆପଣ ଦେଖୁନାହାନ୍ତି ମୋ ଚ୍ୟାନେଲ ଅଛି ଆଉ ଡେସ୍କ୍ରିପସନରେ ତା ଲିଙ୍କ ଦେଇଛି, ଆପଣ ଦେଖିପାରିବେ। ଆଉ ଦର୍ଶକ ବନ୍ଧୁ, ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗୁଥାଏ ତାହେଲେ ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ ଏବଂ ଭିଡ଼ିଓଟିକୁ ସେୟାର କରିଦେବେ। ଅଭିନେତା ସୌରଭ ପୂଜାରୀ ଫିଲ୍ମ ଜଣକ ଆସିବା ସମୟରେ ସେ କିଛି ଏଭଳି ଦେଖାଉଥିଲେ, କିନ୍ତୁ ସେ ମୃତ୍ୟୁ ସମୟରେ ଏଭଳି ହେଇଯାଇଥିଲେ। ଅଭିନେତ୍ରୀ ଝରଣା ଦାସ ଫିଲ୍ମ ଜଣକ ଆସିବା ସମୟରେ ସେ କିଛି ଏଭଳି ଦେଖାଉଥିଲେ ଏବଂ ମୃତ୍ୟୁ ସମୟରେ କିଛି ଏଭଳି ହେଇଥିଲେ। ଅଭିନେତ୍ରୀ ପାର୍ବତୀ ଘୋଷ ଫିଲ୍ମ ଜଣକ ଆସିବା ସମୟରେ ସେ କିଛି ଏଭଳି ଦେଖାଉଥିଲେ ଏବଂ ମୃତ୍ୟୁ ସମୟରେ ସେ କିଛି ଏଭଳି ହେଇଥିଲେ। ଅଭିନେତା ଅକ୍ଷୟ ମହାନ୍ତି କାଶ୍ୟପ ଫିଲ୍ମ ଜଣକ ଆସିବା ସମୟରେ ସେ କିଛି ଏଭଳି ଦେଖାଉଥିଲେ ଏବଂ ମୃତ୍ୟୁ ସମୟରେ କିଛି ଏଭଳି ହେଇଥିଲେ। ଅଭିନେତ୍ରୀ ମିନତ ମିଶ୍ର ଫିଲ୍ମ ଜଣକ ଆସିବା ସମୟରେ ସେ କିଛି ଏଭଳି ଦେଖାଉଥିଲେ ଏବଂ ମୃତ୍ୟୁ ସମୟରେ କିଛି ଏଭଳି ହେଇଥିଲେ। ଫିଲ୍ମ ଜଣକ ଆସିବା ସମୟରେ ସେ କିଛି ଏଭଳି ଦେଖାଉଥିଲେ ଏବଂ ମୃତ୍ୟୁ ସମୟରେ ସେ କିଛି ଏଭଳି ହେଇଥିଲେ। ଅଭିନେତା ସାମଲ ସାହୁ ଫିଲ୍ମ ଜଣକ ଆସିବା ସମୟରେ ସେ କିଛି ଏଭଳି ଦେଖାଉଥିଲେ ଏବଂ ମୃତ୍ୟୁ ସମୟରେ ସେ କିଛି ଏଭଳି ହେଇଥିଲେ। ଅଭିନେତା ସ୍ୱରୂପ ନାୟକ ଫିଲ୍ମ ଜଣକ ଆସିବା ସମୟରେ ସେ କିଛି ଏଭଳି ଦେଖାଉଥିଲେ ଏବଂ ମୃତ୍ୟୁ ସମୟରେ ସେ କିଛି ଏଭଳି ହେଇଥିଲେ। ଅଭିନେତ୍ରୀ ସାଧନା ପର୍ଯ୍ୟା ଫିଲ୍ମ ଜଣକ ଆସିବା ସମୟରେ ସେ କିଛି ଏଭଳି ଦେଖାଉଥିଲେ ଏବଂ ମୃତ୍ୟୁ ସମୟରେ ସେ କିଛି ଏଭଳି ହେଇଥିଲେ। ଅଭିନେତ୍ରୀ ଅନିତା ଦାସ ମଧ୍ୟ ଫିଲ୍ମ ଜଣକ ଆସିବା ସମୟରେ ସେ କିଛି ଏଭଳି ଦେଖାଉଥିଲେ, ମୃତ୍ୟୁ ସମୟରେ ସେ କିଛି ଏଭଳି ହେଇଥିଲେ। ଅଭିନେତ୍ରୀ ଭାନୁମତୀ ଦେବୀ ଫିଲ୍ମ ଜଣକ ଆସିବା ସମୟରେ ସେ କିଛି ଏଭଳି ଦେଖାଉଥିଲେ ଏବଂ ମୃତ୍ୟୁ ସମୟରେ କିଛି ଏଭଳି ହେଇଥିଲେ। ଅଭିନେତ୍ରୀ ମଣିମାଳା ଦେବୀ ମଧ୍ୟ ଫିଲ୍ମ ଜଣକ ଆସିବା ସମୟରେ କିଛି ଏମିତି ଦେଖାଉଥିଲେ, କିନ୍ତୁ ମୃତ୍ୟୁ ସମୟରେ ସେ କିଛି ସମ୍ପୂର୍ଣ୍ଣ ବଦଳାଇଥିଲେ। ଅଭିନେତା ହେମନ୍ତ ଦାସ ଫିଲ୍ମ ଜଣକ ଆସିବା ସମୟରେ ସେ କିଛି ଏଭଳି ଦେଖାଉଥିଲେ ଏବଂ ମୃତ୍ୟୁ ସମୟରେ ସେ କିଛି ଏଭଳି ହେଇଥିଲେ। ଅଭିନେତା ନରୀ ଫିଲ୍ମ ଜଣକ ଆସିବା ସମୟରେ ସେ କିଛି ଏଭଳି ଦେଖାଉଥିଲେ ଏବଂ ମୃତ୍ୟୁ ସମୟରେ ସେ କିଛି ଏଭଳି ହୋଇଯାଇଥିଲେ।